ବେପାରୁଆ ଗାଡ଼ି ଚାଳନାରେ ଚାଲିଗଲା ଜୀବନ। ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଟାଉନସିପ୍ ଛକଠାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଗ୍ରାମର ଦୁର୍ଗାଚରଣ କାମିଲ। ଦୁର୍ଗାଚରଣ ଟାଟା କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଦିନ ହେବ ନାଲକୋର ଗିରିଙ୍ଗ ସ୍ଥିତ ଗାୟତ୍ରୀ ନଗରରେ ପରିବାର ସହିତ ରହି ଆସୁଥିଲେ। ସେ ଅନୁଗୁଳ ହସ୍ପିଟାଲକୁ ଯାଇଥିଲେ ପରେ କିଛି କାର୍ଯ୍ୟ ନାଲକୋ ଟାଉନସିପ୍ ଛକ 1 ନମ୍ବର ଗେଟ୍ ନିକଟରେ ଥିବା ପରିବା ଦୋକାନକୁ ପରିବା ଦର ପଚାରିବା ବେଳେ 1 ନମ୍ବର ବିହୀନ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ଦୁର୍ଗାଚରଣଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଟ୍ରାକ୍ଟରଟି ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ମଧ୍ୟ ଦୁର୍ଗାଚରଣ ନିଜେ ସେଠାରୁ ଉଠି ତାଙ୍କ ଶଳାକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତେବେ ସେଠାରୁ ଜଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ପାଖରେ ଥିବା ନାଲକୋ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣା ସମ୍ପର୍କରେ ଦୁର୍ଗାଚରଣ କାମିଲାଙ୍କ ଶଳା ରଞ୍ଜନ ହାତୀ ନାଲକୋ ଥାନା ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଅନୁଗୁଳରୁ ଉଦୀପ୍ତ ଗଡ଼ନାୟକ ରିପୋର୍ଟ, ଅନୁଧ୍ୟାନ ନ୍ୟୁଜ୍।